ଆପଣ ଜାଣନ୍ତି କି ବୈଶାଖ ପୂର୍ଣ୍ଣିମା ଦିନରେ କରାଯାଇଥିବା କେବଳ ଗୋଟିଏ ଛୋଟ ଉପାୟ ମଧ୍ୟ ଆପଣଙ୍କ ଭାଗ୍ୟକୁ ପରିବର୍ତ୍ତନ କରିପାରେ। ଏହି ପବିତ୍ର ଦିନରେ ମାତ୍ର କିଛି ନିୟମ ମାନିନେଲେ ଘରେ ଆସିପାରେ ଅପାର ଧନ, ସୁଖ ଓ ସମ୍ପତ୍ତି ଏବଂ ଶାନ୍ତି। ଆଜିର ଭିଡ଼ିଓରେ ଆମେ ଜାଣିବା ବୈଶାଖ ପୂର୍ଣ୍ଣିମାର ମହତ୍ତ୍ୱ ଏବଂ ସେହି 5ଟି ଗୁପ୍ତ ଉପାୟ ଯାହା କଲେ ଆପଣଙ୍କ ଜୀବନ ବଦଳିଯିବ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଶେଷରେ ଉପାୟଟି ସବୁଠୁ ଶକ୍ତିଶାଳୀ। ବୈଶାଖ ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ। ଏହି ଦିନରେ ଭଗବାନ ବୁଦ୍ଧଙ୍କ ଜନ୍ମ, ଜ୍ଞାନ ଲାଭ ଏବଂ ମୋକ୍ଷ ହୋଇଥିଲା। ଏହି ଦିନରେ ଦାନ, ପୂଜା ଓ ଜପ କଲେ ପାପ ନାଶ ହୁଏ, ଧନ ବୃଦ୍ଧି ହୁଏ, ଘରେ ସୁଖ ଶାନ୍ତି ଆସେ। ବିଶେଷ କରି ଏହି ଦିନରେ କରାଯାଇଥିବା ଉପାୟଟି ସିଧା ଭାଗ୍ୟକୁ ପରିବର୍ତ୍ତନ କରିପାରେ। ଗଙ୍ଗା ସ୍ନାନ କିମ୍ବା ଶୁଦ୍ଧ ସ୍ନାନ। ସକାଳେ ଶୀଘ୍ର ଉଠନ୍ତୁ ଏବଂ ଗଙ୍ଗା ସ୍ନାନ କରନ୍ତୁ। ଯଦି ସମ୍ଭବ ନୁହେଁ, ଘରେ ପାଣିରେ ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତୁ। ଏହା କଲେ ଶରୀର ଏବଂ ମନ ଶୁଦ୍ଧ ହୁଏ ଓ ନେଗେଟିଭିଟି ଏନର୍ଜି ମଧ୍ୟ ଦୂର ହୁଏ। ଦୀପ ଜଳାନ୍ତୁ। ସନ୍ଧ୍ୟା ସମୟରେ ଘରର ମନ୍ଦିରରେ ଘିଅର ଦୀପ ଜଳାନ୍ତୁ। ଏହା କଲେ ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରେ ଧନର ଆଗମନ ହୁଏ। ତୃତୀୟ ଉପାୟଟି ହେଲା ଦାନ କରନ୍ତୁ। ଏହି ଦିନରେ ଗରିବ ଲୋକଙ୍କୁ ଚାଉଳ, ଚିନି, ବସ୍ତ୍ର ଦାନ କରନ୍ତୁ। ଦାନ କଲେ ପୁଣ୍ୟ ମିଳେ ଏବଂ ଭାଗ୍ୟ ଖୋଲିଯାଏ। ଚତୁର୍ଥ ଉପାୟଟି ହେଉଛି ଓସ୍ତ ଗଛର ପୂଜା। ଓସ୍ତ ଗଛରେ ପାଣି ଦିଅନ୍ତୁ ଏବଂ ପରିକ୍ରମା କରନ୍ତୁ। ଏହା କଲେ ପିତୃଦୋଷ ଦୂର ହୁଏ ଏବଂ ଘରେ ସୁଖ ଶାନ୍ତି ଆସେ। ପଞ୍ଚମ ଉପାୟଟି ହେଲା ମନ୍ତ୍ର ଜପ କରିବା। ଏହି ଦିନରେ ଓମ୍ ନମୋ ଭଗବତେ ବାସୁଦେବାୟ କିମ୍ବା ଓମ୍ ନମୋ ଭଗବତେ ବିଷ୍ଣବେ ନମଃ ଏହି ମନ୍ତ୍ରଟି 108 ବାର ଜପ କରନ୍ତୁ। ଏହା ଆପଣଙ୍କ ଜୀବନର ସବୁ ବାଧାକୁ ଦୂର କରିଦେଇପାରେ। ଏହି ପାଞ୍ଚଟି ଉପାୟ ଯଦି ଆପଣ ସତ୍ୟ ଭକ୍ତି ସହ କରିବେ, ଆପଣଙ୍କ ଜୀବନରେ ନିଶ୍ଚୟ ପରିବର୍ତ୍ତନ ଆସିବ। ଯଦି ଆପଣ ଭଗବାନଙ୍କୁ ମନରୁ ଭଲ ପାଆନ୍ତି, ତେବେ କମେଣ୍ଟରେ ଓମ୍ ନମୋ ନାରାୟଣ ନିଶ୍ଚୟ ଲେଖନ୍ତୁ। ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ଆଉ ଏମିତି ଭକ୍ତିମୟ ଭିଡ଼ିଓ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଜୟ ଜଗନ୍ନାଥ।